ଏଇଠୁ ମ୍ୟାଡ଼ାମ୍ ଏଇଠୁ ରଖିକି ନା ଆଗ 2 ଇଞ୍ଚ ନେଇଯିବା ପଟିଆଲା ପ୍ୟାଣ୍ଟ ପାଇଁ ଆଗ 2 କେତେ ଇଞ୍ଚ ଅଛି ତାର ମହୁରୀ କେତେ ଅଛି? ମହୁରୀ କାହିଁ କୋଉଠି ଲେଖା ଅଛି? ବଟନ 12 12ର ଅଧା 6 ସିଲେଇ ପାଇଁ 1 ଇଞ୍ଚ ହେଲା। ବର୍ତ୍ତମାନ ୟାକୁ ଛାଡ଼ିଦେଲେ ଫିତା ଆଣ 2 ଇଞ୍ଚ ଫୋଲ୍ଡରେ ପଳେଇବ। ଏଇଠୁ ମାପ যেহেতু এটা হাইট কম ଅଛି 7 ইঞ্চ মাইনস ହେବା କଥା। ଲମ୍ବା ଫୁଲ୍ ଲମ୍ବା ଯେତିକି ଥିବ ଯଦି ହାଇଟ୍ ଯେଉଁମାନଙ୍କର ଥିବ 8 ଇଞ୍ଚ 7 ଇଞ୍ଚ ମାଇନସ୍ ହେବ। ଯେହେତୁ ହାଇଟ୍ ତାଙ୍କର ଛୋଟ 6 ଇଞ୍ଚ ମାଇନସ୍ ଅଛି। ଆମର କେତେ ଦରକାର 30 ଦରକାର। 30 ସିଲେଇ ପାଇଁ ହାଫ୍ ଇଞ୍ଚ 6 ଇଞ୍ଚ ମାଇନସ୍ ହେଇଗଲା। ମାରିଦିଅ ଦିଅ ଖଡ଼ିରୁ ଏଇଟା ସିଧା ପଡ଼ିବ। এইটা 6 ইঞ্চি কি ম্যাডাম? ତାକୁ ମପା ହେଇନି ମାଇନସ୍ କରିଦେଇଛୁ 36 ଅଛି ଲେନ୍ଥ। ଅଣ୍ଟାଠୁ ଗୋଡ଼ ଏଟା ମନେ ମନେ ମାଇନସ୍ କରିକି ରହିବ ନାଇଁ ଅଛି ନା ତାର ଅଛି। ତାକୁ ମାପନି ଆଉ ତା କାମ କିଛି ନାହିଁ ତା କାମ କିଛି ନାହିଁ। ତାକୁ କାଟ ଏଇ ଯଦି ବାହାରି ଯିବ ଏଟା ମାପିଲେ କେତେ ହଉଛି ନହେଲେ ଏଇ ପଟଟାକୁ ଯୋଡ଼ିକି ଏଟା 9 ଅଛି ତାହେଲେ ଅଣ୍ଟା ପଟି ବାହାର କରିଦେବା। ଏଇଟାକୁ ବାହାର କର ଯୋଡ଼ିବା ଏଇଠି ସିଟ୍ଟା ବାହାରିବ। ଏଟା କୋଉଠୁ ନେବି ସିଟ୍ କେମିତି? ଏଇଠୁ ସିଟ୍ ବାହାରିବ। ଏଟା ବା ତଳ ପଟଟା ଏଇ ପଟୁ ବାହାରିବ। ଦେଖିବ ମୁଁ ତୁମକୁ କହୁଛି କାହିଁକି ସାଇଜ୍ରେ କାଟ ପୁରା ସାଇଜ୍ ଭିଡ଼ିଓ କଲେ ବୁଝିପାରିବନି ଏବେ ନା ବୁଝା ହେଇନି କାଟିଦେବି କାଟିଦେବି ପୁରା ଏଇଠୁ ଆଣ ସିଧା ନାହିଁ ନା। ପ୍ୟାଣ୍ଟର ଭାଙ୍ଗ ବହୁତ ପ୍ରକାର ଅଛି ଆଉ ମାପ ବି ବହୁତ ପ୍ରକାର କାଟିବା ଅଛି। ପ୍ରୋସେସ୍ ବି ବହୁତ ପ୍ରକାର ଅଛି। ଏଇଟା ହେଉଛି ସବୁଠୁ ସହଜ। এই ପ୍ରୋସେସଟା ଆପଣ ଯେଉଁ ବତାଉଛନ୍ତି ଦୁଇ ଭାଙ୍ଗରେ ବି ଦୁଇ ଭାଙ୍ଗରେ ବି ବାହାରିବ। ଆମେ 4 ଭାଙ୍ଗ କରିଛୁ ନା 2 ଭାଙ୍ଗରେ ବାହାରିବ। ଏବେ ଦେଖ କ'ଣ କରିବ ତାଙ୍କ ସିଟ୍ଟା ବାହାର କର 7 ଇଞ୍ଚ। ମ୍ୟାଡ଼ାମ୍ କେମିତି ଜାଣିଲେ 7 ଇଞ୍ଚ? ସିଟ୍ଟା ନିଆଯିବ 10ରୁ 12 ଏଇଠି ମାପ 7 ସିଲେଇ ପାଇଁ 8 ଇଞ୍ଚ ବାହାର କର 8 ଇଞ୍ଚ। ଏବେ କ'ଣ କର କହିଲ ଏଇଠୁ ଏତିକି ମାପ କେତେ ଅଛି ତାର ସମାନ ପୁରା ମଝି ପଏଣ୍ଟଟା ଏଇଠୁ ଏଇଠୁ ଏଯାଏ ସିଟ୍ଟା ମ୍ୟାଡ଼ାମ୍ 7 କାହିଁକି ନିଆହେଲା? 33ର ଅଧା ମଝି ପଏଣ୍ଟ ବାହାର କର। ସିଟ୍ର 7ରେ କାହିଁ ନିଆହେଲା? 7 ସିଟ୍ ଅଣ୍ଟା ପଟି କ'ଣ ଲାଗିବ ନା ବଢ଼ିବ। ଏଇଟାକୁ ଭାଙ୍ଗି ଦେଇକି 18 18 36 ତ ଏଇଟା 33 ନା କ'ଣ ହେଲା ଫିତାଟାକୁ 2 ଭାଙ୍ଗ କରିଦେବ। ଏବେ ଏଇଟା ଯିବ ଏମିତି ଗାରଟା ଦିଅ ଆଗ ସେଟା ଟିକେ ଗୋଡ଼ିଟା ଏତେ ତାପରେ ଦେଖ ବର୍ତ୍ତମାନ ଏଇଠି ମାପ ହେଲା ବାହାରିବନି ଯୋଉଠି 8 ଇଞ୍ଚ ହେବ ବାହାର କର। ହଉନି ଆଉ ଟିକେ ଇଆଡ଼େ ଆସିବ। ଏଇ ଯୋଉଟା ବାହାରିଲା କପଡ଼ା ନଷ୍ଟ ହେବ ଏଇଟା ଏଇଠି ଯୋଡ଼ା ହେବ। ଯୋଡ଼ା ହେଲେ ଜିନିଷଟା ଅଧିକା ସିଧା। ଓହୋ ମୁଁ ସେଇଥିପାଇଁ କହୁଛି ସେଇଠୁ ଏଇଠିକି ତ ଆସିଥାନ୍ତା ଏଇଟା କାହିଁ ଆସିଲାନି। ଏଇଟା ବାହାର କଲେ ଏଇଟା ଏକ୍ସଟ୍ରା ବାହାର କରିକି ଏଠି ନେଇକି ଜଏଣ୍ଟ କରା ଏଇଟା ବାହାର କଲା ଏଇଠି ଏଇଟା ଆମେ ଅଣ୍ଟା ପଟି କାହିଁ ହଇରାଣ ହେବା କହିଲ ଏଇଟା ଅଣ୍ଟା ପଟି ବାହାରିବନି ହଇରାଣ ହେବା କଥା ହେବା କଥା। ବର୍ତ୍ତମାନ କାଟ କାଟିକି ବାହାର କର। ଏଇଟା ମ୍ୟାଡ଼ାମ୍ ଜଏଣ୍ଟ ହେବ ଖାଲି ନାଇଁ ଏଇଟା ଜଏଣ୍ଟ ହେବ ସେଇଟା ଫୋପଡ଼ା ହେବ। କାଟ ଏଇଠୁ କାଟିବି ଏଇଟାକୁ ଏଇଟା ବାହାରେ ବାହାରେ କାଟ ଇଆଡ଼େ ତ ଏଠି ବୁଲେଇକି ଆଣିବ।
ପୁରା ଏଇଠିକି ଆଣିବ। এইଟା ବର୍ତ୍ତମାନ ଏଇଠି ଲାଗିବ ହେଲା। ଆଚ୍ଛା ହଁ ବୁଝିଲି। ଏଟା ବାହାରିଗଲା ସିଟ୍। ହୁଁ। ତାକୁ କାଟ, ଏଇଠୁ କାଟିକି ଏମିତି କାଟ। ଇଚ୍ଛା କର। ପ୍ୟାଣ୍ଟରେ କିଛି ନଷ୍ଟ ହବନି କପଡ଼ା। ତାକୁ ବାହାର କର କାଟିକି। ଗାରକୁ ବାହାର କରି ବାହାରେ କାଟ, ଇଏ ହେଇଯିବ ଆମର। ଏ ଗୋଡ଼ ହେଲା। ଏବେ ଯୋଉ ମାଇନସ୍ ହେଇଥିଲା ଏଠି ବାହାରିବ। ଏଠି ବାହାରିଲେ ୟା ସହିତ ଯୋଡ଼ା ହେଲେ ହେଇଯିବ। ଏଇ ଯୋଉ କପଡ଼ାଟା ବୁଝିଲା। ତାଙ୍କ ହିପ୍ଟା କେତେ ଅଛି? ଏଟା ଅଣ୍ଟା କେତେ ଅଛି? 38 ନା। ଏଇଟା ଯଦି ଛୋଟ କରିଦବା ତାହେଲେ ହେଟା ଛୋଟ ହେଇଗଲେ ଚାପି ହେଇଯିବ ନା। ମୋର ଏମିତି ନେଇ ଗୋଟେ ନଷ୍ଟ କରିଦେଲା ପଚାରି ପୁରା ଚାପି ଦେଲା ଯେ ମୁଁ ତାକୁ ପିନ୍ଧି ପାରିଲିନି। ସିଏ ରହିଲା 7, ସେ 7 ରହିବ, ଇଏ 6 କେତେ ହେଲା? ହିପ୍ଟା ଏଇ ଯୋଉ ସିଟ୍ଟା ରହିବ କେତେ? 13 ନା କେତେ? 13 ତ ଜଣଙ୍କର ରହିବ ମିନିମମ୍ 16 ଭିତରେ ରହିବ। ଆଚ୍ଛା। ଅଧିକା ଯିବ। ମୋବାଇଲ ଲାଇଟ୍ ଅଛି ଦିଦି। ଦିଟା ବାଜିଲାଣି। 16 ଯିବ କଣଙ୍କର ଯୋଉମାନଙ୍କ ବହୁତ ହାଇଟ୍। ନହେଲେ ଝୁଲିବ ତଳକୁ। ଆମମାନଙ୍କ ହାଇଟ୍ର 13। 13 14 ହେଲେ ଠିକ୍ ହବ। ମୋର ମ୍ୟାଡ଼ାମ୍ 10 ହେଲେ ହବ ନା? 11। ହଁ ସେ 10 11 ଆଉ। 11 12 ହେଲେ ହବ। 12 ହେଲେ ବହୁତ ଓହଳି ପଡ଼ିବ। ଓହଳି ଯାଉଛି? ପତଳା ଟିକେ ଯୋଉ ଅଛି ନା, ହାଇଟ୍ ବି ଟିକେ କମ୍ ଅଛି। ନା ହାଇଟ୍ ଠିକ୍ ଅଛି। ହାଇଟ୍ ଠିକ୍ ଅଛି? ହଁ ଭଲ। ମୋ ସାନ ଭଉଣୀ ହାଇଟ୍ କମ୍ ବୋଲି ଯୋଉ ମନ ଦୁଃଖ ସବୁବେଳେ ତାର। ତମର ଏଡ଼ିକିଟିଏ। ମୋ ମାଉସୀ ଭଳିଆ ହେଲା ସିଏ। ତାରି ଭଳିଆ ବର ମିଳିଲା ତାକୁ। ବଢ଼ିଆ ବର ମିଳିଲା ପୁରା। କେତେ ଲମ୍ବା ନେଲେ ମ୍ୟାଡ଼ାମ୍? 25 ନେଇଥିଲେ। 25? ଝୁଲିଟା ନା। ଏଇଟା ଏଇଠି ଯୋଡ଼ା ହବ। ହେଇଯିବ, ଡୋର ବାହାରିବ, ଭିତରେ ପାଇପିଂ ଲଗେଇଦେଲେ ସଇଲା କଥା। କିଛି ନାହିଁ। କିଛି ନାହିଁ, ଶେଷ। ଆଉ କଣ କାଟୁଛ କାଟ।